ଓଡ଼ିଶା ସରକାର ଯେଉଁ ଘୋଷଣା କରିଛନ୍ତି ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣିବା ମନା। କାହିଁକି ମନା? ନା ସୌମ୍ୟଶ୍ରୀ ବିଶି ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣିଲା, ତା ଦେହରେ ରୋକିଲା ଆଉ ସୁଇସାଇଡ କଲା। ଶ୍ରୀ ସୌମ୍ୟଶ୍ରୀ ବିଶିଙ୍କୁ ନ୍ୟାୟ ଦେବା ପାଇଁ ଓଡ଼ିଶା ସରକାର ଓଡ଼ିଶାରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଦେବାକୁ ପ୍ରତିବନ୍ଧକ ଲଗାଇଦେଲେ। ମୁଁ ତ କହିବି ପୁରା ପେଟ୍ରୋଲକୁ ହିଁ ବ୍ୟାନ୍ କରିଦେବା କଥା। ଏହି ପେଟ୍ରୋଲ ପାଇଁ ହିଁ ସୌମ୍ୟଶ୍ରୀ ଦେହରେ ନିଆଁ ଲାଗିଲା। ଯଦି ସୌମ୍ୟଶ୍ରୀ ବିଶି ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣିନଥାନ୍ତା, ସାଧାରଣ ପଲିଥିନରେ ହିଁ ପେଟ୍ରୋଲ ଆଣିବ, ନିଜ ଦେହରେ ଲୁକିବ ଆଉ ନିଆଁ ଲଗେଇଦେବ, ଏଇଟା କିଛି ବଡ କଥା ନୁହେଁ। ମୁଁ ତ କହିବି ଓଡ଼ିଶାରେ ପେଟ୍ରୋଲକୁ ହିଁ ବ୍ୟାନ୍ କରିଦେବା କଥା। ଯଦି ଓଡ଼ିଶା ସରକାର ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲକୁ ବ୍ୟାନ୍ କରିଛନ୍ତି, ତାହେଲେ ଅନ୍ୟ ଜିନିଷରେ କାହିଁକି ଆଣିବେ? ଓଡ଼ିଶାରେ ପେଟ୍ରୋଲ ଦିଆଯାଉ ନାହିଁ କି ଡିଜେଲ ଦିଆଯାଉ ନାହିଁ, ସବୁ ଇଲେକ୍ଟ୍ରୋନିକ୍ସ ଜିନିଷରେ କାମ ହଉ। ଓଡ଼ିଶାରେ ପେଟ୍ରୋଲକୁ ଡିଜେଲକୁ ବ୍ୟାନ୍ କରାଯାଉ ଆଉ ସବୁ କାମ ଇଲେକ୍ଟ୍ରୋନିକ୍ସ ଜିନିଷରେ ହଉ। ମୁଁ ଭୁଲ କହିଛି କି ଖରାପ କହିଛି ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ।